আসলে আপনার ভি 10 জন হেডমাস্টার না আসলে পরেড হব কিন্তু গৌতম বাবু না রেলে পরেড হই পারিব নাই। এটা আপনার গোটে বড় উপলব্ধি। ମୁଁ ଏଇଠି କମାଣ୍ଡ ଦେବି ଜଗତପୁର ଛକରେ ପିଲା ପରେଡ କରିବେ ଆଉ ସେଇ ହେଲା ସେ ପିଲା ପରେଡ କଲେ ଏପଟେ ଠିଆ ହେଲେ ବର୍ଷା ଜୋର ହେଇଛି ପାଣି ଆଣ୍ଠିଏ ପିଲା ଠିଆ ହେଲେ ଏପଟେ କୁଆଁପାଳ ରାସ୍ତାରେ ମୁଁ କମାଣ୍ଡ ଦେଲି ସେ ଇଲେକ୍ଟ୍ରି ଅଫିସ ଆଉ ସାଇସରି ମଝାମଝି ଯେଉଁ ପଢ଼ିବ ସଂସ୍କୃତ ବହି ତାର ଯେଉଁ ବୋର୍ଡ ଅଫ୍ ରାଇଟର୍ସ ଅଛି ତା ଦେହରେ ମୁଁ ଜଣେ ରାଇଟର ହିସାବରେ ଷଷ୍ଠରୁ ରହିଛି। ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ 7 ଖଣ୍ଡ ବହି ମୁଁ ଲେଖିଛି ଏବଂ ତିରୁପତି ୟୁନିଭର୍ସିଟିରେ ଗୋଟେ ବହି ସେଲ୍ଫ ଲର୍ଣ୍ଣିଂ କିଟ୍ ଇନ୍ ସାଂସ୍କ୍ରିଟ ତା ଦେହରେ ମଧ୍ୟ ମୁଁ ରାଇଟର ହିସାବରେ କାମ କରିଛି। 2009ରେ ମୁଁ ରାଜ୍ୟପାଳ ପୁରସ୍କାର ପାଇଲି ଓଡ଼ିଶାର ମାନେ ବେଷ୍ଟ ଟିଚର ହିସାବରେ ପାଇଲି। 33 ବର୍ଷ ଚାକିରି ଭିତରେ ଏଭଳି କେବେ ସିଚୁଏସନ ଆସିନି ଯେମିତିକି ଚାକିରି ଛାଡ଼ିବାକୁ ଇଚ୍ଛା ହବ? ସ୍କୁଲରେ ସେମିତି ପରିସ୍ଥିତି ହେଇଛି। ଏଥିରେ ସଂଘର୍ଷରୁ ସଫଳତାର ସବୁଠୁ ସହଜ ବାଟ କ'ଣ? ଦୃଢ଼ ଆତ୍ମବିଶ୍ୱାସ ଦରକାର, ସାଧନା ଦରକାର। କହିଲେ ମୁଁ ହେଡ଼ମାଷ୍ଟର ନା ଗୌତମ ବାବୁ ହେଡ଼ମାଷ୍ଟର, ମୋ ପାଖରେ 250 ଟଙ୍କା ନଥିଲା, ମୁଁ ସାଇକେଲ ବିକି ଦେଇକି ଯାଇଥିଲି। ପରବର୍ତ୍ତୀ ପ୍ରଶ୍ନ ସୁବ୍ରତ ଦାସ ପଚାରୁଛନ୍ତି ସାଲେପୁରରୁ, ଆପଣଙ୍କ ପାଇଁ ଡିସିପ୍ଲିନର ଅର୍ଥ କ'ଣ? ରାପିଡ ଫାୟାର ସଫଳତା ପାଇବାକୁ କ'ଣ ଆବଶ୍ୟକ? କଠୋର ସାଧନା ଆବଶ୍ୟକ। ସଂକ୍ଷିପ୍ତରେ ଜୀବନର ସଂଜ୍ଞା କ'ଣ? ଜୀବନର ସଂଜ୍ଞା ହେଉଛି ସମୟର ପରିଚାଳନା, ସମୟ ଟାଇମ୍ ମ୍ୟାନେଜମେଣ୍ଟ। ଆପଣଙ୍କ ମତରେ ସଫଳତାର ଅର୍ଥ କ'ଣ? ଛଲ୍ୟ ବି ଶୁଣିବାକୁ ପଡିଥିବ, ବେଶୀ ଦେଖେଇ ହଉଛି, ଇଏ ସବୁ ଅନେକ ପ୍ରକାର କଥା ସବୁ ଆଜିକାଲି ଆସୁଛି ସୋସାଇଟିରେ। ବହୁତ କଥା ହେଇଛି। ସୁନ୍ଦରଗାଁ ହାଇସ୍କୁଲରେ ତାଙ୍କର କେବେ ଫଙ୍କସନ ହୁଏ ନାହିଁ। ମୁଁ ଗୋଟେ ଫଙ୍କସନ ଆୟୋଜନ କଲି, ମୁଁ ନୂଆ ଯାଇଥାଏ, ପିଲାଙ୍କୁ କହି ସେ ସଂଗଠନ କରାଗଲା। ଫୁଲ ହାର ପିଲା ସବୁ ଆଣିଲେ, ଅତିଥି ଡକାଗଲା, ରିହର୍ସାଲ ହେଲା, ଚାଲିଛି ଫଙ୍କସନ ଚାଲିଛି। ମୁଁ ଯେତେବେଳେ କହୁଛି ଯେ ବର୍ତ୍ତମାନ ଫୁଲ ପୁଷ୍ପମାଲ୍ୟ ଦେବା ପାଇଁ ଆମର ଅତିଥିମାନଙ୍କୁ, ସେ ପିଲା ଗଲାକୁ ସେ ଫୁଲ ହାରକୁ ଛିଣ୍ଡେଇକି ଟିକ୍ ଟିକ୍ କରିଦିଆଯାଇଛି। ତାମାନେ ମୋତେ ଯେଉଁମାନେ ଭଲ ପାଆନ୍ତି ନାହିଁ ମୋ ନୀତିକୁ, ସେମାନେ ଅପମାନିତ କରିବା ପାଇଁ ସେ ଫୁଲ ହାରକୁ ଟିକ୍ ଟିକ୍ କରିଦେଇଛନ୍ତି। ମୁଁ ଟିକେ ରାଗିଗଲି, ମଞ୍ଚରୁ ଓହ୍ଲିକି ଆଇଲେ ଫୁଲହାର ଆଣୁନ, ସେ କହିଲେ ସାର୍ଟା ଫୁଲହାର ନାହିଁ, ଫୁଲହାର ଏତେ ଖଣ୍ଡେ ଫୁଲହାର ଅଛି, ସବୁ ଚୁଣ୍ଡେଇ ଖଣ୍ଡ ଖଣ୍ଡ କରିଦେଇଛନ୍ତି। ମୁଁ ସାଙ୍ଗେ ସାଙ୍ଗେ ବୁଦ୍ଧି ପ୍ରୟୋଗ କରି ସେଠି ଖଡ଼ିକା ଥିଲା, ସେଇ ଛିଣ୍ଡା ଫୁଲକୁ ତାକୁ ଗୁଡ଼େଇକି ଆକୁ ଧରିଦେଉ, ସବୁ ନେଇ ଦେଇଦିଅ, ଦେଲେ ମୋ ଫଙ୍କସନଟା ହେଲା। ତେଣୁ କୌଣସି କଥାରେ ମୁଁ କେବେ ଭୟଭୀତ ହୁଏ ନାହିଁ କି କାହାକୁ ମୁଁ ଏଇଟା ହେଲେ ମୋର କ'ଣ କ୍ଷତି ହେଇଯିବ। ମୋ ନୀତିରେ ମୁଁ ଅଚଳ, ପ୍ରିନ୍ସିପଲ ଫାଷ୍ଟ। ନିହାତି ଭାବରେ। ତାପରେ ଆପଣ 33 ବର୍ଷ ଚାକିରି ସେଇଠୁ ଆରମ୍ଭ ହେଲା, 33 ବର୍ଷ ଚାକିରି ପରମାନେଣ୍ଟ ଆପଣ ଗୋଟିଏ ଜାଗାରେ, ଗୋଟେ ହାଇସ୍କୁଲରେ, ସାଲେପୁର ହାଇସ୍କୁଲରେ 33 ବର୍ଷ ରହିଲି। ଆ ସହିତ ମୋତେ ଦିଆଗଲା ବୋର୍ଡର ସିଲାବସ୍ ମେମ୍ବର ହିସାବରେ 12 ବର୍ଷ କାମ କରିଛି। ବହି ଯେଉଁ ଲେଖା ହୁଏ ପିଲାଙ୍କର ଏବେ ବି ଚାଲିଛି 7 ମସିହାରୁ ଏପର୍ଯ୍ୟନ୍ତ ସଂସ୍କୃତ ବହି, ତାର ଯେଉଁ ବୋର୍ଡ ଅଫ୍ ରାଇଟର୍ସ ଅଛି ତା ଦେହରେ ମୁଁ ଜଣେ ରାଇଟର ହିସାବରେ ଷଷ୍ଠରୁ ରହିଛି। ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ 7 ଖଣ୍ଡ ବହି ମୁଁ ଲେଖିଛି ଏବଂ ତିରୁପତି ୟୁନିଭର୍ସିଟିରେ ଗୋଟେ ବହି ସେଲ୍ଫ ଲର୍ଣ୍ଣିଂ କିଟ୍ ଇନ୍ ସାଂସ୍କ୍ରିଟ ତା ଦେହରେ ମଧ୍ୟ ମୁଁ ରାଇଟର ହିସାବରେ କାମ କରିଛି। ତେଣୁ ବହି ଲେଖା, ଏହା ବ୍ୟତୀତ ଓଡ଼ିଶାର ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା, କିଭଳି ଭାବରେ ପାଠ ପଢ଼ାଇବେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏସବୁ କରାଯାଇଛି। ତ ବହୁତ କାମ ପାଠ ପଢ଼ିବା ସହିତ ପାଇଛି ଏବଂ 2006 ମସିହାରେ 2006ରେ ମୁଁ PhD ପାଇଲି, ମାନେ ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟରୁ ଧର୍ମସୂତ୍ର ଉପରେ ମୁଁ ଡକ୍ଟରେଟ୍ ପାଇଲି ଏବଂ 2009ରେ ମୁଁ ରାଜ୍ୟପାଳ ପୁରସ୍କାର ପାଇଲି, ଓଡ଼ିଶାର ମାନେ ବେଷ୍ଟ ଟିଚର ହିସାବରେ ପାଇଲି। ଏହା ବ୍ୟତୀତ ପ୍ରାୟ 50ରୁ ଅଧିକ ସମ୍ବର୍ଦ୍ଧନା ମିଳିଛି। ଆଉ ମୋ ଯେଉଁ ଯନ୍ତ୍ରଣାଦାୟକ ଜୀବନ ଯେଉଁ ଗତି ଭିତରେ ମୋତେ ଗୋଟେ ବଡ଼ ଆତ୍ମସନ୍ତୋଷ ମିଳିଛି। ସବୁଠାରୁ ବେଶୀ ଖୁସି ମୁଁ ଯେତେବେଳେ NCCର ଟ୍ରେନିଂ ହେଲା, ବହୁତ କଷ୍ଟ, ବିଶେଷ କରି ଆମ ଭଳିଆ ଲୋକଙ୍କୁ, ଆମେ ତ ସୈନ୍ୟବାହିନୀ ଲୋକ ନୁହେଁ, ସେ ବହୁତ ଟର୍ଚର କରନ୍ତି ସେ ଯେଉଁ ଫିଲ୍ଡରେ, ପରେଡ୍ ଗ୍ରାଉଣ୍ଡରେ। ତାପରେ ଯେଉଁମାନେ ଆମକୁ କଷ୍ଟ ଦେଉଥିଲେ, ଶେଷ ଦିନ ଯେଉଁ ର୍ୟାଙ୍କ ଦିଆଗଲା ପାସିଂ ଆଉଟ୍ ପରେଡ୍ରେ, ମୁଁ ପ୍ରଥମ ମାନେ କମାଣ୍ଡର ହିସାବରେ ମୋତେ ର୍ୟାଙ୍କ ଦିଆଗଲା। ଆଉ ସେଦିନ ଯେଉଁ ଆନନ୍ଦ, ସେ ଆନନ୍ଦ ଜୀବନର ସବୁଠୁ ବଡ଼ ଆନନ୍ଦ ଥିଲା। ସବୁ କଷ୍ଟ ଲାଘବ ହେଇଗଲା ଏବଂ ମୁଁ ଜାଣିଥିଲି ଯେ ଖରାରେ ନ ଚାଲିଛି ସେ ଛାଇର ଆନନ୍ଦ ବୁଝିବ ନାହିଁ। ତେଣୁ ଛାଇର ଆନନ୍ଦ ବୁଝିବା ପାଇଁ ହେଲେ ଖରାରେ ଚାଲିବାକୁ ପଡ଼ିବ। ଯେ ଛାଇରେ ମୂଳରୁ ଅଛି ସେ ଛାଇର ପ୍ରକୃତ ଆନନ୍ଦ ବୁଝିପାରିବ ନାହିଁ। ତ ସେଠି ହିଁ ବାସ୍ତବତା ମୋତେ ଅନୁଭବ କରିଥିଲି। 33 ବର୍ଷ ଚାକିରି ଭିତରେ ଏଭଳି କେବେ ସିଚୁଏସନ ଆସିନି ଯେମିତିକି ଚାକିରି ଛାଡ଼ିବାକୁ ଇଚ୍ଛା ହବ, କିମ୍ବା ଆପଣଙ୍କ ଉପରେ ଏତେ ଡିପ୍ରେସନରେ ଆପଣ ଚାଲି ଯାଇଥିବେ ଯେ ଆଉ ସେ ଜାଗାକୁ ଯିବାକୁ ଇଚ୍ଛା ନ ହବ, ସେ ପୁରା ଭାଙ୍ଗି ପଡ଼ିବାର ସିଚୁଏସନକୁ ଆପଣ କେମିତି ଆପଣେଇ ନିଅନ୍ତି କିମ୍ବା ତାକୁ କେମିତି ଆପଣ ପାସ୍ କରନ୍ତି? ହଁ, ସ୍କୁଲରେ
ସେମିତି ପରିସ୍ଥିତି ହେଇଛି ଯେ ଯିଏ କେବେ ସ୍କୁଲକୁ ସମୟରେ ଆସନ୍ତି ନାହିଁ, କ୍ଲାସକୁ ଯାଆନ୍ତି ନାହିଁ, ବେଲ୍ ବାଜିଲେ 15 ମିନିଟ୍ ପରେ କ୍ଲାସକୁ ଯାଆନ୍ତି ଏବଂ ପୁଣି 10 ମିନିଟ୍ ଥିବ କ୍ଲାସକୁ ପଳେଇ ଆସନ୍ତି। ସେଇଭଳି ଲୋକ ଯେତେବେଳେ ସ୍କୁଲ ଚାର୍ଜ ରହିଲେ ସେ ମୋ ଉପରେ ରିଭିଜନ ଦେବାକୁ ଆରମ୍ଭ କଲେ। ବହୁତ କଷ୍ଟ ଦେଇଛନ୍ତି। ଗେଟ୍ରେ ତାଲା ପକାଇଦେବେ, କୌଣସି ବଜାରକୁ ଆସିଥିବ ଗେଟ୍ରେ ତାଲା ପକାଇଦେବେ, କୌଣସିଥିରେ ମୋତେ ଅଗ୍ରାଧିକାର ଦିଆଯିବ ନାହିଁ। ପ୍ରେୟାର କ୍ଲାସରେ ମୁଁ ଯେଉଁ ତାଙ୍କୁ ପିଲାମାନଙ୍କୁ ଶୃଙ୍ଖଳା ଶିଖାଏ, ନୀତି ଶିକ୍ଷା ଶିଖାଏ, ସେଗୁଡ଼ା ସବୁ ବନ୍ଦ କଲେ। ସେଇ ସମୟଟା ବହୁତ କଷ୍ଟ ହେଇଥିଲା। ତାପରେ ବି ମୋର ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ଥାଏ, କାହିଁକିନା ମହାପ୍ରଭୁ ଜଗନ୍ନାଥ। କେତେ ବର୍ଷ ପରେ ଆପଣଙ୍କର ଏ ଘଟଣାଟା ମୁଁ ତ ରିଟାୟାରମେଣ୍ଟର 5-6 ବର୍ଷ ପୂର୍ବରୁ ଏ ଘଟଣା ହେଲା। ଶେଷ ସମୟ ବେଳକୁ ବହୁତ କଷ୍ଟ ମୋତେ ବିଦ୍ୟାଳୟରୁ ଦିଆଯାଇଛି। ସେଥିରେ ମୋତେ ଜଣେ କହିଲେ ତମେ ଭାଙ୍ଗି ପଡ଼ ନାହିଁ, କାରଣ ଯେଉଁ ଗଛରେ ଭଲ ମିଠା ଫଳ ଫଳେ ସିଏ ବେଶୀ ପୋପଡ଼ ମାଡ଼ ଖାଏ, ଢେଲା ମାଡ଼ ଖାଏ। ଯେଉଁ ଗଛର ଖଟା ଫଳ ଆଉ ଥୁଣ୍ଟା ଗଛ ତାକୁ କେହି ଢେଲା ମାରନ୍ତି ନାହିଁ। ତେଣୁ ତୁମେ ଧୈର୍ଯ୍ୟ ଧରିକି ରୁହ, ଆଉ ଭଗବାନଙ୍କର ହେଉଛି ପରୀକ୍ଷା, ପୁଣି ଦିନ ଆସିବ ତମେ ଆନନ୍ଦ ପାଇବ। ପୁଣି ସେ ସମୟ ଚାଲି ଯାଇଛି। ପରବର୍ତ୍ତୀ ସମୟରେ ମୁଁ ମୋର ଫେରି ପାଇଛି ଏବଂ କାମ କରି ଚାଲିଛି। ନିହାତି ସଂଘର୍ଷରୁ ସଫଳତା ସବୁଠୁ ସହଜ ବାଟ କ'ଣ? ଦୃଢ଼ ଆତ୍ମବିଶ୍ୱାସ ଦରକାର, ସାଧନା ଦରକାର। ସାଧନା ପକ୍ଷରୁ ବିଚ୍ୟୁତ ହେବା ନାହିଁ, ନୀତିରେ ଚଳିବା। କଷ୍ଟ ହେବ, ନିଶ୍ଚିତ କଷ୍ଟ ହେବ, ସେ କଷ୍ଟ ସବୁବେଳେ ରହିବ ନାହିଁ। କାରଣ ଦୁନିଆରେ ଗୋଟେ ସୁଖ ଆଉ ଦୁଃଖ, ସମସ୍ତେ ଚାହାନ୍ତି ସୁଖ ପାଇବା ପାଇଁ, ତେଣୁ ତାଙ୍କ ପଛରେ ଦୁଃଖ ଗୋଡ଼ାଏ। କିନ୍ତୁ ମୋର ବିଚାର ହେଉଛି ମୁଁ ଦୁଃଖ ପଛରେ ଗୋଡ଼େଇବାକୁ ଚାହେଁ। ମୁଁ ଯେ ଦୁଃଖ ପଛରେ ଗୋଡ଼େଇ ଯିବି, ମୋ ପଛରେ ସୁଖ ଗୋଡ଼େଇବ। ସେଥିପାଇଁ ମୁଁ ସାଧନା କରିଛି। ପୁରୀରେ ରହିଲା ବେଳେ ଖାଲି ପୋଡ଼ା ଇଟା ମୁଣ୍ଡ ତଳେ ଦେଇକି ଶୋଇଛି, ତକିଆ ଦେଇନି। ମୋତେ ଜଣେ ସାଧକ କହିଲେ ଯଦି ଇଟା ଦେଇକି ମୁଣ୍ଡ ତଳେ ଶୋଇବାର ଅଭ୍ୟାସ ତମେ କରିବ, ଜୀବନରେ କେବେ ଶୟନ ଜନିତ ଦୁଃଖ ପାଇବ ନାହିଁ। ତେଣୁ ଇଟା ଦେଇ ତାପରେ କାଗଜ ଗୁଡ଼େ ଏମିତି ଇଏ କରିଛି। ପ୍ରଥମେ କଷ୍ଟ ଲାଗିଛି, ତାପରେ ପୁଣି ସେ ଇଟାଟା ମୁଣ୍ଡକୁ ବହୁତ ଆରାମ ଦେଇଛି ଏବଂ ନିଦ ମଧ୍ୟ ହେଇଯାଇଛି। ତେଣୁ ଜୀବନରେ ଯଦି ମୁଁ ତଳେ ଶୋଇବାର ଅଭ୍ୟାସ କରିଥିବି, ସପରେ ଶୋଇବାର ଅଭ୍ୟାସ କରିଥିବି, ତାହେଲେ ତକିଆଟା ବା ଗଦିଟା ମୋତେ ଆନନ୍ଦ ଦେବ। ଗଦିରେ ଯିଏ ଶୋଇବା ପାଇଁ ସବୁବେଳେ ଅଭ୍ୟସ୍ତ ହେବ, ସମୟ ଆସିବ ସେ ଏତେ ଦୁଃଖ ପାଇବ, ସେ ଦୁଃଖକୁ ଆଉ ଗଦି ଛାଡ଼ିଲେ ଆଉ ତାକୁ ନିଦ ହେବ ନାହିଁ। ଆଜିକାଲି ମଧ୍ୟ ଅନେକ ଲୋକ ପଇସା ଖର୍ଚ୍ଚ କରି ଗଦି ପକାଉଛନ୍ତି, ବଡ଼ ଖଟା ପକାଉଛନ୍ତି, ଡକ୍ଟର ପ୍ରେସକ୍ରିପସନ୍ ଲେଖୁଛନ୍ତି ଆପଣ ସପ ପକାଇ ତଳେ ଶୋଇବେ, ଗଦିରେ ଶୋଇଲେ ଦେହ ଭଲ ହେବ ନାହିଁ। ଏମିତି ଅନେକ ହେଉଛି। କିନ୍ତୁ ସେଟା ସାଧନା ହେଉଛି। ମୋର ଗୋଟେ କଥା ହେଉଛି, ଦୁଃଖ ପଛରେ ଆମେ ଗୋଡ଼େଇବା। ଆମେ ଆଗେ ଦୁଃଖକୁ ୱେଲକମ୍ କରିବା। ସୁଖଟା ମୋ ପଛରେ ଯିବ, ନିଶ୍ଚିତ ଯିବ। ଆଉ ସୁଖ ଚାହିଁଲେ ଦୁଃଖ କୁଆଡ଼େ ଯିବ? ସୁଖ ଦୁଃଖ ତ ଦୁଇଟା ଅଛି ନା, ସେ ପଛେ ଯିବ। ତେଣୁ ଆଗେ ଆଉ ମଣିଷ ମାତ୍ର ଭୁଲ। ମୁଁ କହେ ଭୁଲ ହେଉଛି ମଣିଷ, ଆଉ ଭଲ ହେଉଛି ଦେବତା। ତେଣୁ ଭୁଲ ଯଦି ମଣିଷ କଥା କହିଲେ କୋଉଠି ନା କୋଉଠି ଭୁଲ ରହିବ, ବାଟ ଚାଲିଲେ କୋଉଠି ନା କୋଉଠି ଗୋଡ଼ରେ କଣ୍ଟା ଫୁଟିବ, ଗାଡ଼ି ଚଲେଇଲେ କୋଉଠି ଘଷି ହେଇଯିବ କି ବାଡ଼ି ହେଇଯିବାର ସମ୍ଭାବନା ରହିବ। ଯେଉଁ ଗାଡ଼ି ସୋରୁମରେ ଥାଏ ସେ ଚକଚକ ରହିଥାଏ, ଯିଏ କୁଆଡ଼େ ଯାଏ ନାହିଁ ତା ଗୋଡ଼ରେ କଣ୍ଟା ଫୁଟେ ନାହିଁ, ଯିଏ କିଛି କହେ ନାହିଁ ତାର କହିବାର କିଛି ଭୁଲ ନଥାଏ। ବହୁତ ସୁନ୍ଦର କଥା। ନିହାତି ଭାବରେ ମୁଁ କହିବାକୁ ଚାହୁଁଛି କି ଜଣେ ଭଲ ଅଭିଭାବକ ଓ ଶିକ୍ଷକ ହେବା ପାଇଁ କ'ଣ ଆବଶ୍ୟକତା ଆଜିକା ସମୟରେ? ପ୍ରଥମ ଅଭିଭାବକ ହେବା ପାଇଁ ପରିବାରର କଥା ହେଉଛି, ପରିବାରରେ ନିଜେ ଆଚରଣ ସିଦ୍ଧ ହେବ, ନିଜେ ଆଚରଣ କରି ପିଲାମାନଙ୍କୁ ଉପଦେଶ ଦେବ। ନିଜେ ଆଚରଣ ନ କରି ପିଲାଙ୍କୁ ଉପଦେଶ ଦେଲେ ପିଲାମାନେ ଶୁଣିବେ ନାହିଁ। ତେଣୁ ନିଜେ ସମୟାନୁବର୍ତ୍ତୀ ହେବ, ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିବ, ନିର୍ଦ୍ଦିଷ୍ଟ ସମୟରେ ସ୍ନାନ କରିବ, ନିର୍ଦ୍ଦିଷ୍ଟ ସମୟରେ ଭୋଜନ କରିବ, ନିର୍ଦ୍ଦିଷ୍ଟ ସମୟରେ ଶୟନ କରିବ। ମୋବାଇଲଟା ଯଦି ଅଛି, ମୋବାଇଲ ଯେମିତି ଗାଡ଼ିରେ ଆମେ ପାର୍କିଂ କରୁଛେ, ଗାଡ଼ି ପାର୍କିଂ ପାଇଁ ଜାଗା ଅଛି, କିନ୍ତୁ ଆଜିକାଲି ସମାଜରେ ମୋବାଇଲ ପାର୍କିଂ ପାଇଁ ଜାଗା ନାହିଁ, ମୁଣ୍ଡ ତଳେ ଦେଇ ଲୋକ ଶୋଉଛନ୍ତି। ତାର ଯେଉଁ ରେଡ଼ିଏସନ୍ ହେଉଛି ସେଥିପାଇଁ ନିଦ ଠିକ୍ ଭାବରେ ହେଉନାହିଁ। ତେଣୁ ମୋବାଇଲଟାକୁ ଆମେ ଶୋଇବା ପାଇଁ ଯେଉଁ ସମୟ ନିର୍ଦ୍ଦିଷ୍ଟ କରିବା, ମୋବାଇଲ ସୁଇଚ୍ ଅଫ୍ କରିଦେବା ଏବଂ ତାକୁ ଗୋଟେ ଜାଗାରେ ଷ୍ଟାଣ୍ଡ କରିବା, ତାକୁ ମୋବାଇଲ ପାର୍କିଂ କହିବା। ସେ ଗୋଟେ ଥାକ ହେଇପାରେ ବା କ'ଣ ଜାଗା, ସବୁ ମୋବାଇଲ ସେଇଠି ରହିବ ଏବଂ ସକାଳୁ ଉଠିକି ସେ ମୋବାଇଲ ସେଇଠି ନିଆହେବ। ଏଇସବୁ ନୀତିକୁ ଯଦି କଠୋର ହେବେ ପିଲାଙ୍କ ଉପରେ ତାର ପ୍ରଭାବ ପଡ଼ିବ। ଆଉ ଭାରତୀୟ ଚଳଣିରେ ଆମେ ଅବସ୍ଥା ହେବା ଯଦି
ପିଲାମାନେ ଆମଠୁ କିଛି ନା କିଛି ଶିଖିବେ, କାହିଁକିନା ସମାଜଟା ଆଜିକାଲି ବଦଳି ଯାଇଛି। ଆଉ ବାକି ଶିକ୍ଷକ କଥା ଯେଉଁ କହିଲେ, ଶିକ୍ଷାଂ କରୋତି ଇତି ଶିକ୍ଷକ, ଶିକ୍ଷା କଲେ ଯାଇକି ଶିକ୍ଷକ ହବ। ଆଜିକାଲି ଶିକ୍ଷକ ଭାବୁଛନ୍ତି ମୁଁ ଚାକିରି ପାଇଗଲି ଶିକ୍ଷକ, ଯାହା ପଢ଼େଇବି ପିଲା ତ ହଁ ମାରିବାକୁ ବାଧ୍ୟ। କଥା ସେଇଆ ନାହିଁ। ମୁଁ ଯଦି ଘଣ୍ଟାଏ ପାଠ ପଢ଼ିବି ଘରେ, ତାହେଲେ 20 ମିନିଟ୍ ମୁଁ କ୍ଲାସରେ ଠିକ୍ ଭାବରେ ପଢ଼େଇ ପାରିବି। କ'ଣ ପଢ଼ିବି କ'ଣ ପଢ଼େଇବି ସେଥିପାଇଁ ମୋତେ ପଢ଼ିବାକୁ ପଡ଼ିବ, ନୋଟ୍ ଲେଖିବାକୁ ପଡ଼ିବ, ଯାଇ କ୍ଲାସକୁ ଯିବାକୁ ପଡ଼ିବ। ନଚେତ ଶିକ୍ଷକ ଠିକ୍ ଭାବରେ ପାଠ ପଢ଼େଇ ପାରିବ ନାହିଁ। ଶିକ୍ଷା ଦେଲେ ଶିକ୍ଷକ ନୁହଁ, ନାଇଁ, ଶିକ୍ଷା ନେଲେ ଶିକ୍ଷକ। ଶିକ୍ଷା କଲେ ଶିକ୍ଷକ, ଆଚ୍ଛା ନହେଲେ ଶିକ୍ଷା ଦେଲେ ଶିକ୍ଷକ ଦ ହେଇଯିବ, ଶିକ୍ଷକ କ କେମିତି ହବ? ଆଚ୍ଛା ତେଣୁ ସେ ଦୃଷ୍ଟିରୁ ଏକ ତ ସମୟାନୁବର୍ତ୍ତୀ ହେବ, ପାଠଟାକୁ ଠିକ୍ ଭାବରେ ପଢ଼େଇବ। ବେଞ୍ଚର ଶେଷ ବେଞ୍ଚରେ ବସିଥିବା ପିଲା ଯେତେବେଳେ ଆମ ପ୍ରଶ୍ନର ଉତ୍ତର ଦେଇପାରିବ, ଆମେ ଜାଣିବା ଯେ ମୋ ପାଠ ପଢ଼ାଟା ସଫଳ ହେଲା। ମୁଁ ଯଦି 0 ରଖୁଥିବା ପିଲାକୁ ହିରୋ କରିଦେଇ ପାରିଲି, ତାହେଲେ ମୁଁ ଜଣେ ଭଲ ଶିକ୍ଷକ ବୋଲି ବୁଝିବି। ଆଉ ଯେଉଁ ପିଲା 90 ରଖୁଛି ତାକୁ 100 କରିଦେଲି, କି 5 ବଢ଼େଇ 95 କରିଦେଲି, ସେ ପିଲାର ସଫଳତା। ଆଉ ଦ୍ୱିତୀୟ କଥା ହେଉଛି, ଶିକ୍ଷକ ପାଠ ପଢ଼େଇବା ଉପରେ ପିଲାଙ୍କର ଫଳାଫଳ ନିର୍ଭର କରେ ନା, ଗ୍ରହଣ କରିବାର ଶକ୍ତି କାହାର କେତେ ଅଛି। ଶିକ୍ଷକ ସମାନ ଭାବରେ ପଢ଼ାନ୍ତି କ୍ଲାସରେ, କିନ୍ତୁ କିଛି ପିଲା ଫେଲ୍ ହୁଅନ୍ତି, କିଛି ପିଲା ତୃତୀୟ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ, ପ୍ରଥମ ଶ୍ରେଣୀ, ଭିନ୍ନ ଭିନ୍ନ ଯେଉଁ ଫଳାଫଳ ହୁଏ, ତା କାରଣ ହେଉଛି ଗ୍ରହଣ କରିବାର ଶକ୍ତି। ସେ ପିଲା ଆଉ ଶିକ୍ଷକ ଯଦି କହିବ ମୁଁ ପଢ଼େଇକି ଏମାନେ ସବୁ କରିଦେଲି, ଶିକ୍ଷକ ପଢ଼ାଏ ଅର୍ଥାତ୍ ପାଠ ପଢ଼ାରେ ବାଟ ଦେଖାଏ, କିନ୍ତୁ ପଢ଼ିବା ହେଉଛି କାମ ହେଉଛି ପିଲାର। ଗଛଟା ଛାଏଁ ବଢ଼େ, ଗଛକୁ ମାଳି ବଢ଼ାଏ ନାହିଁ, ସେ ଗଛ ବଢ଼ିବାର ସହାୟକ। ଶିକ୍ଷକର କାମ ସେଇଆ। ଶିକ୍ଷକ ଏଇ ଭାବନା ରହିଲେ ପିଲା ପାଠ ପଢ଼ିପାରେ। ଆମେ ସବୁଠାରୁ ଦୁର୍ବଳ ପିଲା ଯଦି ଆମ ପ୍ରଶ୍ନର ଉତ୍ତର ଦେଲା, ପାଠ ପଢ଼ିକି ଆଗକୁ ଗଲା, ତାହେଲେ ସେ ହେଉଛି ଆମର ବାହାଦୁରୀ। ଆଉ ପାଠ ପଢ଼ା ସମୟରେ ଶୃଙ୍ଖଳା ହେଉଛି ପ୍ରଥମ। ଶ୍ରଦ୍ଧା ରହିବ ମନରେ, ପିଲାଙ୍କ ପ୍ରତି ଶ୍ରଦ୍ଧା ରହିବ, କିନ୍ତୁ ଉପରେ କଠୋର ହେବାକୁ ପଡ଼ିବ, ନଡ଼ିଆ ଭଳିଆ ହେବାକୁ ପଡ଼ିବ। ନଡ଼ିଆ କତା ଭେଦ କରି, ସଢ଼େଇ ଭେଦ କରି ତା ଭିତରକୁ ଗଲେ ସ୍ୱାଦିଷ୍ଟ ଖାଦ୍ୟ ମିଳିବ, ଆଉ ସୁସ୍ୱାଦୁ ଜଳ ଆଉ ପାଣି ବି ମିଳିବ। ନିହାତି ଭାବରେ ବହୁତ ସୁନ୍ଦର କଥା। ଗୋଟେ ଅଭିଭାବକ ପାଇଁ ଆଉ ଗୋଟେ ଭଲ ଶିକ୍ଷକ ହବା ପାଇଁ ନିହାତି ଭାବରେ ଅତି ସୁନ୍ଦର କଥା ଏବଂ ମନୋରଞ୍ଜନ ଭିତ୍ତିକ କଥା ଶୈଳୀରେ ସାର୍ ବୁଝାଇଛନ୍ତି। ସାର୍ ପରବର୍ତ୍ତୀ ପ୍ରଶ୍ନ, ଗୋଟେ କମାଣ୍ଡିଂ ଅଫିସର ହିସାବରେ ଆପଣଙ୍କ ଅନୁଭୂତି, ସବୁଠୁ ମଜାଦାର ଅନୁଭୂତି ହେଇପାରୁ କିମ୍ବା ଭଲ ଅନୁଭୂତି ଗୋଟେ ଆପଣଙ୍କର? ମୁଁ ଯେତେବେଳେ କମାଣ୍ଡିଂ ଅଫିସର ହିସାବରେ ଏଇଠି ପଢ଼ିବା କଥା କହୁଛି, ବାହାର ରାଜ୍ୟରେ ତ ବହୁତ ଅନୁଭୂତି ଅଛି। ଗୋଟିଏ କଥା କହୁଛି, ଜଣେ ପ୍ରଧାନ ଶିକ୍ଷକ ଥିଲେ, କହିଲେ ମୁଁ ହେଡ଼ମାଷ୍ଟର ନା ଗୌତମ ବାବୁ ହେଡ଼ମାଷ୍ଟର, ମୋ ବିନା ଅର୍ଡ଼ରରେ ସେ ପଢ଼ିବାକୁ ଯାଇପାରିବେ ନାହିଁ। ସେ ତ ତହସିଲଦାର ଥାନ୍ତି, ଆମର କନଭେନର ଏବେ ବି ଅଛନ୍ତି ଆମର ପଡ଼ିଆ ଯେଉଁ ପରେଡ଼ ହୁଏ। ସେ କହିଲେ ହେଡ଼ମାଷ୍ଟରଙ୍କୁ ଡାକିକି ଆଣ। ତାଙ୍କ ପିଅନ ପଚାରିଲେ, ମୋତେ ଯେତେବେଳେ ଚିଠି ଆସିଲା, ମୁଁ କହିଲି ହେଡ଼ମାଷ୍ଟର କହିଛନ୍ତି ତାଙ୍କ ବିନା ଅର୍ଡ଼ରରେ ମୁଁ ଏଠୁ ଯାଇପାରିବି ନାହିଁ, କହିଦେବ। ସେ ଯାଇକି ପଚାରିଲେ, ସେଠି ପହଞ୍ଚିଲେ, ଆପଣ ୟୁ ଆର୍ ଦ ହେଡ଼ମାଷ୍ଟର ଅଫ୍ ସାଲେପୁର ହାଇସ୍କୁଲ? ସେ କହିଲେ ଏସ୍ ସାର୍। ବସନ୍ତୁ। ଆପଣ କ'ଣ କହିଲେ? ଆପଣ ଅର୍ଡ଼ର ଦେଲେ ଗୌତମ ସିଂ ପଢ଼ି କରିବାକୁ, ଇଏ ହେଉଛି ରାଷ୍ଟ୍ରୀୟ କାର୍ଯ୍ୟ, ତାଙ୍କୁ ଅର୍ଡ଼ର ଦିଆହେଇଛି ଆମର ତହସିଲ ପକ୍ଷରୁ, ସେ କମାଣ୍ଡର ହେଇଛନ୍ତି। ଆପଣ ନ ଆସିଲେ, ଆପଣ ଭଳି 10 ଜଣ ହେଡ଼ମାଷ୍ଟର ନ ଆସିଲେ ପରେଡ଼ ହେବ, କିନ୍ତୁ ଗୌତମ ବାବୁ ନ ରହିଲେ ପରେଡ଼ ହେଇପାରିବ ନାହିଁ। ଏଇଟା ଆପଣଙ୍କର ଗୋଟେ ବଡ଼ ଉପଲବ୍ଧି। ସେ ପୁରା ମାସରେ ସମସ୍ତେ, ସବୁ ଅଫିସର ଏବଂ ସାଲେପୁରର ସେତେ ସବୁ ବୁଦ୍ଧିଜୀବୀ, ଅନୁଷ୍ଠାନ ମୁଖ୍ୟ ସମସ୍ତେ ବସିଛନ୍ତି, ଏଇ କଥା ସେ କହିଲେ। ମୋତେ ବି ଟିକେ ଭଲ ଲାଗିଲା। ମୋତେ ଖରାପ ଲାଗିଲା ଯେ ମୋ ହେଡ଼ମାଷ୍ଟରଙ୍କୁ ଏଇ କଥାଟା ସେ କହିଲେ ଏବଂ ସେ ସୁଯୋଗ ସୃଷ୍ଟି କଲେ ଏ କଥା ଶୁଣିବା ପାଇଁ। ସେମିତି ତ ଶୁଣିବାକୁ ବାଧ୍ୟ। ଆଉ ଥରେ ଗୋଟେ ଘଟଣା ହେଲା ଯେ ପଡ଼ିଆରେ ପାଣି ଫୁଲ ହେଇଯାଇଛି, ବର୍ଷା ଏତେ ଜୋର ହେଇଛି ପରେଡ଼ ହେଇପାରିବ ନାହିଁ। ସେ ତହସିଲଦାରଙ୍କ ନାଁଟା ଭୁଲିଗଲି, ସେ ଡକେଇଲେ ସାଲେପୁର ହାଇସ୍କୁଲ ପଡ଼ିଆ, ଏଇ ଯେଉଁ ଅଗଷ୍ଟ 15 ପରେଡ଼ରେ ବର୍ଷା ପ୍ରାୟ ହୁଏ। ସେ ମୋତେ ଡାକିଲେ, ତାଙ୍କ ଗାଡ଼ି ପଠେଇଲେ, କହିଲେ ସାର୍ କେମିତି ପରେଡ଼ ହେବ? କହିଲେ ହେବ ନା କେମିତି ହେବ? ମୁଁ କହିଲି ପାଣି ଶୁଖେଇ ଦେଲେ ହେବ। ଆଉ ପାଣି କ'ଣ ଶୁଖେଇକି ଇଏ କରି ହେବ? ମୁଁ କହିଲି ବିକଳ୍ପ ଅଛି। ନା ବିକଳ୍ପ କ'ଣ? ମୁଁ କହିଲି ଏଠି ପଞ୍ଚ ବନ୍ଧା ହେବ ସାଇସୋରୀ ପାଖ ପଡ଼ିଆରେ। ଆଉ ପିଲା, ମୁଁ କହିଲି ପିଲା ଠିଆ ହେବେ ଆମର ଭେଟନାରୀ ପାଖରେ, ଭେଟନାରୀ ଆମର କୁଆଁପା ରାସ୍ତା ଠିଆ ହେବେ। ନା ଏଠି କମାଣ୍ଡ କରି ଆସିଛି। ମୁଁ କହିଲି ଆଜ୍ଞା ଆପଣ ଚିନ୍ତା କରୁଛନ୍ତି, ମୁଁ ଯାହା କହୁଛି ମୁଁ ଜୋକ୍ କରୁନାହିଁ, ମୁଁ ଏଇଠି କମାଣ୍ଡ ଦେବି, ଜଗତପୁର ଛକରେ ପିଲା ପରେଡ଼ କରିବେ। ଆଉ ସେ ହିଁ ହେଲା। ସେ ପିଲା ପରେଡ଼ କଲେ, ଏପଟେ ଠିଆ ହେଲେ, ବର୍ଷା ଜୋର ହେଇଛି, ପାଣି ଆଣ୍ଠିଏ, ପିଲା ଠିଆ ହେଲେ ଏପଟେ କୁଆଁପା ରାସ୍ତାରେ, ମୁଁ କମାଣ୍ଡ ଦେଲି ସେଠି ଇଲେକ୍ଟ୍ରି ଅଫିସ୍ ଆଉ ସାଇସୋରୀ ମଝାମଝି ଯେଉଁ ପଡ଼ିଆରେ, ଏବଂ ବହୁତ ଭଲ ବି ପରେଡ଼ ହେଲା। ଆଉ ସେଥିପାଇଁ ପୋଲିସକୁ ରଖାହେଲା, 2 ସାଇଡ୍ ବନ୍ଦ କରାହେଲା କିଛି ସମୟ ପାଇଁ ରାସ୍ତା, ଏସବୁ ହେଲା। ମନ ଯଦି ଦୃଢ଼ ଅଛି, ସବୁ କାମ ସମ୍ଭବ, କିଛି ଅସମ୍ଭବ ନାହିଁ।
ସେଥିପାଇଁ ମନକୁ ସବୁବେଳେ ଦୃଢ଼ ରଖିବାକୁ ପଡ଼ିବ। ମନକୁ ଦୃଢ଼ ରଖିବା ପାଇଁ ହେଲେ ନିଜର ଭାବନା, ନିଜର କଥା ଏବଂ ନିଜର କାମ ଏ ତିନିଟାକୁ ଗୋଟେ ଲେଭେଲରେ ରଖିବାକୁ ପଡ଼ିବ। ଆଉ ଯେଉଁ ଲୋକର ଭାବେ ଗୋଟେ ପ୍ରକାର, କହେ ଗୋଟେ ପ୍ରକାର, କରେ ଗୋଟେ ପ୍ରକାର, ସିଏ ସମସ୍ତଙ୍କୁ ଡରେ, ଆଜ୍ଞା ଆଜ୍ଞା ହୁଏ। ମୁଁ ଯୋଉଟା ଜୀବନରେ କାହା ପାଖରେ ଆଜ୍ଞା ଆଜ୍ଞା ହେଇନି, ସମସ୍ତଙ୍କୁ ସମ୍ମାନ ଦେଇଛି। ସବୁଠୁ ସୁନ୍ଦର କଥା ଆପଣ କହିଲେ। ନିହାତି ଭାବରେ ୟୁଥ ମାନେ ହୁଅନ୍ତୁ କିମ୍ବା ଯେଉଁମାନେ ବି ଏ କଥାକୁ ଦେଖୁଛନ୍ତି, ସାରଙ୍କର କଥା ଶୁଣୁଛନ୍ତି, ତାକୁ ଆପଣେଇ ନେବାର ଅଛି। କେବେ କୌଣସି ଜିନିଷରେ ଖରାପ କାମରେ କମ୍ପ୍ରମାଇଜ କରିବାର ନାହିଁ। ତାହେଲେ ଯାଇକି ମୁଣ୍ଡକୁ ଷ୍ଟ୍ରଙ୍ଗ କରିକି ରଖିବାର ଅଛି। ତାହେଲେ ଯାଇକି ମୁଣ୍ଡ ଉଠେଇକି ସମସ୍ତଙ୍କ ଆଗରେ ଆପଣ ଚାଲିପାରିବେ। ଆପଣଙ୍କ ପରି ଜଣେ ହବାକୁ ହେଲେ, ତଥା ପ୍ରବଚକ ହୁଅନ୍ତୁ, ଆପଣ ଜଣେ ଲେଖକ ହୁଅନ୍ତୁ, ଜଣେ ଏନସିସି ଅଫିସର ହୁଅନ୍ତୁ, ଜଣେ ସୁସ୍ଥ ମଣିଷ ହୁଅନ୍ତୁ, ଜଣେ ସୁସ୍ଥ ମାନସିକର ମଣିଷ ହୁଅନ୍ତୁ, ଜଣେ ସୁନ୍ଦର ପ୍ୟାରେଣ୍ଟସ ମଧ୍ୟ ଆପଣ, ସବୁକୁ ନେଇକି ଚଳିବାକୁ ହେଲେ କଣ ବଢିଆ ଜିନିଷ ରଖିବାକୁ ପଡିବ, କଣ ଜିନିଷ ସବୁ ଆପଣ ଆପଣେଇବାକୁ ପଡିବ? ଯୋଉଟା କହିଲି ଯେ ସୁସ୍ଥ ମଣିଷ ହେବାକୁ ହେଲେ ପାଟି ସୁଆଦ କରିବା ପାଇଁ ଖାଇବା ନ କରି ଖାଦ୍ୟ ଉପରେ ପ୍ରଥମେ ଧ୍ୟାନ ଦେବାକୁ ପଡ଼ିବ। ଲିମ୍ବ ପିଠାଟା ପାଟିକି ଖରାପ ଲାଗେ କିନ୍ତୁ ଦେହ ପାଇଁ ହିତ, ମିଠାଟା ପାଟିକି ଭଲ ଲାଗେ ଦେହ ପାଇଁ ଅହିତ। ତେଣୁ ପିତା ପ୍ରତି ମଧ୍ୟ ଶ୍ରଦ୍ଧା ରଖିବା ଉଚିତ, ଯାହା ଦେହ ପାଇଁ ହିତ। ଖାଦ୍ୟ ଆମର ଭାରତୀୟ ଖାଦ୍ୟ, ଆମ ହେଉଛି ଦେବ ନିର୍ମିତ ଦେଶ ଭାରତ। ଭାରତକୁ କୌଣସି ବ୍ୟକ୍ତି ବିଶେଷ ତିଆରି କରିନାହାନ୍ତି। ଆଉ କୁହାଯାଏ ଦେବ ନିର୍ମିତମ ଦେଶମ, ଦେବୈ ନିର୍ମିତମ, ଦେବତା ମାନେ ଏହାକୁ ତିଆରି କରିଛନ୍ତି। ତେଣୁ କେଉଁ ଋତୁରେ, କେଉଁ ମାସରେ କେଉଁ ଫଳ, କେଉଁ ଫୁଲ ହବ ତାର ବିଧାନ ହେଇଛି ପୂର୍ବରୁ। ତେଣୁ ସେଇ ଅନୁସାରେ ଆମେ ଖାଦ୍ୟ ପାଇ ମାନେ ଗ୍ରହଣ କଲେ ଆମେ ସୁସ୍ଥ ରହିପାରିବା। ନାହିଁ ତ ବଜାରରେ ଆଜିକାଲି ଯେଉଁ ବିଭିନ୍ନ ପ୍ରକାର ଖାଦ୍ୟ ମିଳୁଛି, ନକଲି ଖାଦ୍ୟ, ତାକୁ ଖାଇଲେ ଦେହ ଅସୁସ୍ଥ ହେବ। ଏଟା ସୁସ୍ଥ ରହିବା ପାଇଁ ହେଲା କଥା। ଦ୍ୱିତୀୟ କଥା ହେଉଛି ଯେତେବେଳେ ଯେଉଁଠି ଆମକୁ ଯେଉଁ ଦାୟିତ୍ୱ ମିଳିଲା, ଈଶ୍ୱରଙ୍କର ଦାୟିତ୍ୱ ଭାବିକିରି ଆମକୁ ଆଗକୁ ଯିବାକୁ ପଡ଼ିବ। ମୁଁ ଅନୁଭବ କରିଛି ଯେ ମୁଁ ଯେଉଁ ଶ୍ରୀକ୍ଷେତ୍ରରେ 7 ବର୍ଷ ରହିଲି, ସବୁଦିନେ ମହାପ୍ରଭୁଙ୍କୁ ଦର୍ଶନ କରେ, ତାଙ୍କ ସତ୍ସଙ୍ଗରେ ଯୋଗ ଦିଏ। ଏବେ ବି ମୁଁ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ମୁଁ ଏକ୍ଜିକ୍ୟୁଟିଭ୍ ମେମ୍ବର ଅଛି ପୁରୀରେ। ମନ୍ଦିର ଉପରେ ଯେଉଁ ଗବେଷଣା କରାହେଉଛି, ମହାପ୍ରଭୁଙ୍କ ନୀତିନୀତି ଉପରେ ଗବେଷଣା କରାହେଉଛି, ସେଠି ମଧ୍ୟ ମୁଁ ରହିଛି, ଏବେ ବି ରହିଛି। ତେଣୁ ପ୍ରଭୁଙ୍କ ସହିତ ମୋର ସମ୍ପର୍କଟାକୁ ମୁଁ ନିରବଚ୍ଛିନ୍ନ ଭାବରେ ମୁଁ ଧରି ରଖିଛି। ଦାମ ଉପରେ ନିଷ୍ଠା ରହିଛି। ଯେତେବେଳେ ଯେଉଁଠି ରହେ ସେହି ସମୟରେ ମୁଁ ନିଷ୍ଠାର ସହିତ ସେ କାମଟାକୁ ସମ୍ପାଦନ କରେ। ସେତେବେଳେ ଅନ୍ୟ କଥା ଭାବେ ନାହିଁ। ଘରେ ଅଛି, ଘର କଥା ଭାବୁଛି। ଘରୁ ଛାଡ଼ିକି ସ୍କୁଲ ଯିବି, ସ୍କୁଲ କଥା। ସ୍କୁଲ ସରିଗଲା ପୁଣି ଅନ୍ୟ କଥା। ଏବଂ ଯେତେବେଳେ ଯେଉଁ ଦାୟିତ୍ୱ ଆଜି ଗୋଟେ ଦାୟିତ୍ୱରେ ଅଛି, ମୋତେ ଲାଗେ କାଲିକି କ'ଣ କରିବି, ସାଡ଼ୁ ଗୋଟେ ନିର୍ଦ୍ଦେଶ ଗୋଟେ ଅଦୃଶ୍ୟରେ କାର୍ଯ୍ୟାଳୟ ରହିଛି, ସେ ନିର୍ଦ୍ଦେଶ ଦେଉଛନ୍ତି କାଲିକି ଏଇ କାମଟା ତାଙ୍କୁ ଦିଅ। ସେ କାମ ପାଖରେ ପହଞ୍ଚୁଛି, ମୁଁ ଶ୍ରଦ୍ଧା ସହିତ ତାକୁ ଗ୍ରହଣ କରୁଛି। ସେଇଟା ପ୍ରଭୁଙ୍କର ଈଶ୍ୱରଙ୍କର ଆଶୀର୍ବାଦ, ଈଶ୍ୱରଙ୍କ ନିର୍ଦ୍ଦେଶ ବୋଲି ଭାବିକି ମୁଁ କାମ କରୁଛି। ତେଣୁ ମୁଁ କାହାକୁ ମାନେ ଭୟ କରେ ନାହିଁ। କିଏ କହେ ଇଏ ଅହଙ୍କାରୀ ଲୋକ, ଇଏ। ଆଉ ମୋର ବଡ଼ କଥା ହେଉଛି ସ୍ପଷ୍ଟବାଦୀ। ମୁଁ ଯାହା କହିବି ସତ କଥା କହିଦେବି। ସେଇ କଥାଟା କାହାର ହଜମ ହେବ କି ନ ହେବ ମୁଁ ସେଇଟା ଭାବେ ନା। ପରବର୍ତ୍ତୀ ସମୟରେ ସେ ତ କହନ୍ତି ନାହିଁ ଠିକ୍ କଥା କହିଲେ, ସେଇ ସମୟଟା କଷ୍ଟ ଲାଗେ ତାଙ୍କୁ। ଅନେକ ଲୋକ ଶତ୍ରୁ ମଧ୍ୟ ସୃଷ୍ଟି ହୁଅନ୍ତି। ମୁଁ ସବୁ ଚିନ୍ତା କରେ ନା। ନିହାତି ଭାବରେ ଏସବୁ ପଛରେ ଭଗବାନଙ୍କର ଆଶୀର୍ବାଦ ନା ଭାଗ୍ୟ, ଏସବୁ ଜିନିଷକୁ ଆପଣ କେମିତି ଦେଖିବେ? ଭାଗ୍ୟଟା ଯେଉଁ କୁହାଯାଏ, ମୁଁ ଜାଣେ ଭାଗ୍ୟ ହେଉଛି ମଣିଷ ହାତରେ। ମଣିଷ ଯଦି ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବ, ପ୍ରଥମ କଥା ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବ, ଦୃଢ଼ ବିଶ୍ୱାସ ରଖିବ ଏବଂ କର୍ମ କରିବ, ଆଉ କର୍ମର ଫଳ ଆଶା କରିବନି। ଯେଉଁ ଭଗବତ ଗୀତାରେ କୁହାଯାଇଛି କର୍ମଣ୍ୟେବା ଅଧିକାରସ୍ତେ ମା ଫଳେଷୁ କଦାଚନ। କର୍ମରେ ଆମର ଅଧିକାର, ଫଳ ଉପରେ ଆଶା ରଖିବେନି। ଈଶ୍ୱର ଫଳ ନିଶ୍ଚିତ ଦେବେ, ଯାଚିକି ଦେବେ। ମୁଁ ଅନେକ ଅନୁଭବ ମଧ୍ୟ ରହିଛି। ଗୋଟେ ଜାଗାକୁ ଯାଇଛି, ମୁଁ ଜଗତସିଂହପୁରରୁ ଗୋଟେ ଇଲେକ୍ସନ ଡ୍ୟୁଟିରେ ଯାଇଥିଲି। ରାତି 3ଟା ହେବ, 2:30-3ଟା ହେବ। ସେଠି ବାକ୍ସ ଫେରେଇଲୁ, ବହୁତ ଲମ୍ବା କଥା ଅଛି। ଏ ସମୟରୁ ଆସିକି ପହଞ୍ଚିଛୁ, ବର୍ଷା ହେଉଛି, କୁଆଡ଼େ ଯିବୁ ବୋଲି ବାଟ ପାଉନୁ। ମାନେ କାଗଜପତ୍ର ଦେଇଦେଲୁ ସେଠି କଲେଜରେ। ମୁଁ ଠିଆ ହେଇଛି ଛକରେ, ଗାଡ଼ି ମିଳୁନାହିଁ। 2 ଜଣ ଯୁବକ ଆସିଲେ, ଜଣେ କଳା ଶରୀର ଆଉ ଜଣେ ଗୋରା ଲୋକ। କହିଲେ ଆଜ୍ଞା ଆପଣ ବିଶ୍ରାମ ଚାହୁଁଛନ୍ତି, କେଉଁଠି ଯିବେ? ମୁଁ କହିଲି ମୁଁ ସାଲେପୁର ଯିବି, ଗାଡ଼ି ପାଉନାହିଁ। ନା ଆପଣ ଟିକେ ବିଶ୍ରାମ ନେବେ? ମୁଁ କହିଲି ହଁ ବିଶ୍ରାମ ନେବି। ସେ ଡାକି ନେଇ ଗୋଟେ ଘରେ ଦେଖେଇଦେଲେ, ସେ ଘର ଫିଟେଇ ଦେଲେ। ମୁଁ ରାତିରେ ରହିଲି ଏବଂ ଲାଟ୍ରିନ୍ ଫାଟ୍ରିନ୍ ସବୁ ସୁବିଧା ଅଛି। ମୋତେ ଏତେ କଷ୍ଟ ହେଇଥିଲା, ମୁଁ ଶୋଇଗଲି। ସକାଳୁ ଉଠିକି ଯେତେବେଳେ ଆସିଲି, ମୁଁ ସେ ତାଙ୍କୁ କହିକି ଆସିବି, ସେଠି ଯେତେ ଜଣଙ୍କୁ ପଚାରିଲି, ସେ କହିଲେ ଏମିତିଆ ପିଲା କେହି ନାହାନ୍ତି। ମୁଁ ତାକୁ ନାଁ ପଚାରିଥିଲି, ନାଁ କ'ଣ? ଜଣେ କହିଲା କୁନା, ଜଣେ କହିଲା ମୁନା। ମୁନା ନା ଏଭଳି ଶରୀର ମୋତେ ନେଇ ରାତିରେ ସେଠି ଆଶ୍ରୟ ଦେଲେ। ମୁଁ ସକାଳୁ ମୁଁ ଗାଧୁଆ ପାଧୁଆ ସାରିକି ଯେତେ ବାହାରିଲି ଆସିବା ପାଇଁ, କହିକି ଆସିବା ପାଇଁ, କେହି ସେଠି ନାହାନ୍ତି। ମୁଁ ସେଠି ଚାବି ଥୋଇ
ସେଠି ମୁଣ୍ଡିଆ ମାରି ଏଇଟା ପ୍ରଭୁଙ୍କର ମୋ ପ୍ରତି କୃପା ବୋଲି ମୁଁ ମନେ କଲି। ଅନେକ ଅନେକ ମିରାକିଲ ଅନେକ ମଧ୍ୟ ଅଛି, ଆପଣ ହେଇଛି। ଜୀବନରେ ଅଛନ୍ତି। ନିହାତି ଭାବରେ ଯେ ଦିନେ ଖାଇବାକୁ କଷ୍ଟ ପାଉଥିଲେ, ଖାଇବାକୁ ଅସୁବିଧା ହଉଥିଲା, ଖାଇବାକୁ ରୋଷେଇ କରିବାକୁ ଦାନା ଗଣ୍ଡେ ମଧ୍ୟ କଷ୍ଟରେ ଯୋଗାଡ଼ କରିପାରୁଥିଲେ, ଅନେକ ଅନେକ ଲୋକଙ୍କ ଏବେ ଅନ୍ନଦାତା। ଯିଏ ବହି ଖଣ୍ଡେ ପାଉନଥିଲେ ପଢିବା ପାଇଁ, କିଏ କାହା ଆଶ୍ରୟରେ ପଢୁଥିଲେ, ଏବେ ଅନେକ ଅନେକ ବହି ଛାପିଛନ୍ତି, ଅନେକ ଅନେକ ଜାଗାରେ ମଧ୍ୟ ତାଙ୍କ ବହିକୁ ପାଠ କରାଯାଉଛି। ଯଦି ପରିଶ୍ରମ, କଠୋର ପରିଶ୍ରମ, କଠୋର ଦୃଢ ବିଶ୍ୱାସ ନିଜ ଉପରେ ରହେ, ତେବେ ନିଶ୍ଚିନ୍ତ ଭାବରେ ଅସମ୍ଭବ ମଧ୍ୟ ସମ୍ଭବ ହେଇଯାନ୍ତା। ନହେଲେ କେମିତି ଜଣେ ସାଧାରଣ ମଣିଷ ଯାହାର ଅନେକ ଅନେକ ପ୍ରକାର ସାହାରା କେହି ମାତ୍ର ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅନେକ ଲୋକଙ୍କର ସାହାରା ବନିଯିବ। ନିଶ୍ଚିତ ଭାବରେ ଆପଣମାନେ ଏଥିରୁ ଗୌତମ ସାରଙ୍କ ଠାରୁ ଆପଣମାନେ ନିହାତି ଭାବରେ କିଛି ଶିଖିବା କଥା। ଦୃଢ ବିଶ୍ୱାସ, କଠୋର ମନୋଭାବକୁ ଆଗକୁ ନେଇକି କେମିତି ଏସବୁ ଜିନିଷକୁ ପ୍ରଚଳନ କରାଯାଇପାରିବ। ଆପଣଙ୍କ ପ୍ରଶ୍ନ, କମେଣ୍ଟସର ପ୍ରଶ୍ନ ତଥା ଯେଉଁମାନେ ଆମ ଦର୍ଶକମାନେ ପଚାରୁଛନ୍ତି ଦର୍ଶକଙ୍କ ପ୍ରଶ୍ନ। ମଧୁସ୍ମିତା ସାହୁ ପଚାରୁଛନ୍ତି ଖରାପ ସମୟ ତଥା ଦୁଃଖ ସମୟରେ ନିଜକୁ କେମିତି ହ୍ୟାଣ୍ଡେଲ କରାଯାଇପାରିବ? ଦୁଃଖ ସମୟରେ କେବେ ଭାବିବା ନାହିଁ ଇଏ ହେଉଛି ମୋ ପାଇଁ ଦୁଃଖ। ମୁଁ କହୁଥିଲି ପୂର୍ବରୁ, ଦୁଃଖକୁ ମୁଁ ସ୍ୱାଗତ କରୁଛି। ଯେତେ କଷ୍ଟ ପଡ଼ୁ ମୋତେ ସହିବାକୁ ପଡ଼ିବ, କାରଣ ଦୁନିଆକୁ ଆସିବ ମାନେ ସୁଖ ଦୁଃଖ ଦୁଇଟାକୁ ଭୋଗିବାକୁ ପଡ଼ିବ। କିନ୍ତୁ ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ରହିବ ଏବଂ ସାଧନାରୁ କେବେ ହେଲେ ବିଚ୍ୟୁତ ହେବା ନାହିଁ। ଆମେ କୁହାଯାଇଛି ଯେ କେହି ଅଛନ୍ତି କାମ ଆରମ୍ଭ କରନ୍ତି ନାହିଁ, କାହାର ଅଡ଼ୁଆରେ ପଡ଼ିଯିବେ। ସେ ହେଉଛି ନୀଚ ଲୋକ। ଯିଏ କାମ ଆରମ୍ଭ କରିକିରି କିଛି ଅସୁବିଧାରେ ପଡ଼ିଲେ ଛାଡ଼ି ଦିଅନ୍ତି, ସେ ମଧ୍ୟମ ଲୋକ। ଆଉ ଯିଏ କାମ ଆରମ୍ଭ କରିକି ବିଘ୍ନେଇ ପୁନଃ ପୁନରପି ପ୍ରତିହନ୍ୟମାନା ପ୍ରାରବ୍ଧମ୍ ଉତ୍ତମ ଗୁଣା ନ ପରିତ୍ୟଜନ୍ତି। ଯେତେ ବିଘ୍ନ ପଡ଼ିଲେ ମଧ୍ୟ ଯିଏ ଆରମ୍ଭ କରିଥିବା କାର୍ଯ୍ୟକୁ ଛାଡ଼ନ୍ତି ନାହିଁ, ସେମାନେ ଉତ୍ତମ। ମୁଁ ଏଇ ଦିଗକୁ ମୁଁ ଗୁରୁତ୍ୱ ଦିଏ ଏବଂ ଯେତେ କଷ୍ଟ ପଡ଼ୁ ପଛେ ମୁଁ ଆରମ୍ଭ କରିଥିବା କାର୍ଯ୍ୟକୁ ଶେଷ କରେ। ଭାବି ନେବା କଥା ଯେ ଭଗବାନଙ୍କର କୌଣସି ପ୍ରକାର ଅଛି, ଯାହା ହଉଛି ଭଲ ବି ହଉଛି, ଯାହା ହଉଛି ଭଲ ହଉଛି, ଯାହା ବି ହବ ଭଲ ହବ। ତେଣୁ ଏବେ ଶୀତ ହଉଛି, ଇଏ ଶୀତ ରହିବ ନାହିଁ, ଶୀତ ଚାଲିଯିବ, ଖରା ଆସିବ, ଖରା ଚାଲିଯିବ, ବର୍ଷା ଆସିବ। ଇଏ ହେଉଛି ପ୍ରକୃତିର ନିୟମ। ତେଣୁ ଆମେ ମଣିଷ ହିସାବରେ ସଂସାରକୁ ଆସିଛେ, ତାକୁ ସହିବାକୁ ପଡ଼ିବ। ଶୁଭ୍ରାଂଶୁ ମିଶ୍ର କଟକରୁ ଲେଖିଛନ୍ତି କି ଆପଣ ସବୁ କିଛି ତୁଲେଇ ସାରିଲେଣି, ସବୁ କିଛି ଆପଣଙ୍କୁ କୋଉ ଜୀବନଟା ସବୁଠୁ ଶାନ୍ତି ଏବଂ ସୁଖ ଶେଷ ସମୟରେ ଦେଲା, ଯାହା ଫଳରେ ଜଣେ ସେଇ ଜିନିଷଟାକୁ ଆପଣେଇ ପାରିବ, ଯାହା ଫଳରେ ତା ଶେଷ ସମୟ ନିଶ୍ଚିତ ଭାବରେ ସୁଖ ଶାନ୍ତିରେ କଟିପାରିବ। ତ ଚାକିରି ସରିବା ପରେ ମୁଁ ବର୍ତ୍ତମାନ ସାମାଜିକ କାର୍ଯ୍ୟରେ ଅଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କଟକ ବିଭାଗ ସଞ୍ଚାଳକ ଅଛି। ଗୁରୁ ପୂଜନ ସମିତି ସାଲେପୁରର ସମ୍ପାଦକ ଅଛି। ବିକଳାଙ୍ଗଙ୍କର ମେମୋରିଆଲ ଟ୍ରଷ୍ଟ ସେବା କାମ କରୁଛନ୍ତି, ତାରେ ମୁଁ ଅଛି, ଜଣେ ଟ୍ରଷ୍ଟି ଅଛି। ୟା ବ୍ୟତୀତ ଯେତେ ସବୁ ଅନୁଷ୍ଠାନ ବର୍ତ୍ତମାନ କାମ କରୁଛନ୍ତି, ଯେଉଁଠି ଯାହା ଯେଉଁମାନେ ଚାହାନ୍ତି ଭଲ କାମ କରୁଛନ୍ତି, ମୁଁ ତାଙ୍କୁ ସାହାଯ୍ୟ କରେ। କିନ୍ତୁ ବାଲ୍ୟ ଜୀବନଟା କଷ୍ଟମୟ ହେଲେ ମଧ୍ୟ ମୁଁ ସେଇ ଜୀବନଟାକୁ ବେଶୀ ମନେ ପକାଏ ଏବଂ ଭାବେ ସେଇ ଜୀବନ ଆଉ ଆସିବ ନାହିଁ। କେବେ ଆଶା କରିଥିଲେ ଏ ଜାଗାରେ ଆସି ପହଞ୍ଚିବେ? ନାଇଁ, ଆଶା କରି ନାହିଁ, କେବେ ଆଶା କରି ନାହିଁ ଯେ ପ୍ରଭୁ ଆଣିକି ଏଠି ପହଞ୍ଚେଇଛନ୍ତି। ଆଉ ମୁଁ କୋଉଠି ପହଞ୍ଚିଛି ମୁଁ ସେ କଥା ନିଜେ ମଧ୍ୟ ହିସାବ କରି ନାହିଁ। କିନ୍ତୁ ଯାଉ ଯାଉ ଅନେକ ବାଟ ଅତିକ୍ରମ କରିଛି। ଆଉ ଯାହା ବି ହେଇଛି ସେ ପ୍ରଭୁଙ୍କ ଇଚ୍ଛାରେ ହେଇଛି। ମୋର କିଛି ଆଦେଶ ଶ୍ରେୟ ନାହିଁ, ପ୍ରଭୁଙ୍କ ନିର୍ଦ୍ଦେଶରେ ମୁଁ କାମ କରିଛି। ବେଳେବେଳେ ଆଖି ଖୋଲିଲା ବେଳକୁ ସବୁ ମ୍ୟାଜିକ ହେଲା ଭଳିଆ ଲାଗେ ନା? ଲାଗେ ବେଳେ ବେଳେ ଲାଗେ। ଏଇ ଘର ଚାଳ ଘର ଥିଲା, ଯୋଉ କବାଟ ଲାଗିଥିଲା ବାଉଁଶ ଫଟା ହେଇକିରି, ତା ଦେହରେ ନଈରେ ବନ୍ଧା ଯାଇକିରି ତଳେ ସଢ଼େଇ ଦିଆ ହେଇକିରି କବାଟ ଲାଗିଥିଲା। ଯେ ଗୁହାଳ ଥିଲା ଏବଂ ଆମର ଘର ଥିଲା, ଚାଳ ଘର ଥିଲା, ସେ ଘର ଆଜି ବଦଳି ଯାଇଛି। ଏଇଭଳି କଂକ୍ରିଟ ଘର ହେଇଯାଇଛି। ଦୁଇ ପୁଅ ପାଠ ପଢ଼ିକିରି ଇଞ୍ଜିନିୟର ହେଇଛନ୍ତି। ସିଏ ଏକୁ ଯେ ମୁଁ କରିଦେଇଛି ଏ କଥା ମୁଁ କେବେ ଭାବେ ନାହିଁ। ସେ ଯାହା ବି ହେଇଛି ପ୍ରଭୁଙ୍କ ମହାପ୍ରଭୁଙ୍କ ଇଚ୍ଛାରେ। ନିଶ୍ଚିତ ଭାବରେ ଜଣେ ଜଣେ ଲୋକଙ୍କୁ ଠିକ ଠିକ ଟାଇମରେ ଆପଣଙ୍କ ପାଖରେ ଆସି ପହଞ୍ଚି ଯାଉଥିଲେ। ସେ ପୂର୍ବ ଆପଣଙ୍କର ଯେତେବେଳେ ଖାଇବାକୁ ପାଉନଥିଲେ ହୁଅନ୍ତୁ କିମ୍ବା ଯେତେବେଳେ ପାଠ ପଢିବାକୁ ଇଚ୍ଛା ହଉନଥିଲା, ନବମ ଶ୍ରେଣୀରେ ଯେତେବେଳେ ପାଠ ଛାଡିବାକୁ ଆପଣ ଭାବିଥିଲେ, ଜଣେ ଗୁରୁ ଆସିକି ପହଞ୍ଚିଲେ। ତା ପରବର୍ତ୍ତୀ ସମୟରେ ଆପଣଙ୍କୁ ମାର୍ଗଦର୍ଶନ ଦିଆହେଲା କି ସଂସ୍କୃତ ବିଦ୍ୟାଳୟକୁ ଯିବା ପାଇଁ। ଅନେକ ଅନେକ ସମୟରେ ଆପଣ ପ୍ରକୃତ ଶ୍ରେଷ୍ଠ ସମୟରେ ଆପଣଙ୍କ ପାଖରେ ଜଣେ ଶ୍ରେଷ୍ଠ ମଣିଷ ଆସି ପହଞ୍ଚିଛନ୍ତି ଦେବତା ରୂପରେ। ସେଇ କଥାଟା ଭାବେ ଯେ ମହାପ୍ରଭୁ ସଂସାରକୁ ଆଣିଛନ୍ତି, ଆମ ମହାପ୍ରଭୁଙ୍କ ଉପରେ ବିଶ୍ୱାସ ରହିଲେ ମହାପ୍ରଭୁ ଆମକୁ ଠିକ ଜାଗାରେ ପହଞ୍ଚେଇବେ। ତେଣୁ ସ୍କୁଲ କଥା କହିଲି, ଯେତେବେଳେ ପାଠ ପଢ଼ିବା ଭିତରେ ଚିନ୍ତା କଲି ନାହିଁ ପାଠ ପଢ଼ିବି ନାହିଁ, ମୋତେ ଫକୀରଚରଣ ସ୍ୱାଇଁ ପୁଣି ସ୍କୁଲକୁ ନେଲେ ଏବଂ ସେ ଯେଉଁ 3 ଟଙ୍କା କେତେ ପଇସା ଦେବାର ଥିଲା ସେ ତାକୁ ଦେଇଦେଇ ମୋ ନାଁ ଲେଖେଇଲେ। ମୁଁ ତାଙ୍କ ଯୋଗୁଁ ମାଟ୍ରିକ ଯାକେ ଆସିଲି। କଲେଜକୁ ଗଲା ପରେ ଯେଉଁ ପାଠ ପଢ଼ିଲି,
ସେଠି ଶିକ୍ଷକମାନେ ସାହାଯ୍ୟ କଲେ, ଲାଇବ୍ରେରୀରୁ ବହି ମିଳିଲା ଏବଂ ଯେତେ କଷ୍ଟ ହେଲେ ମଧ୍ୟ ମୁଁ ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମିଶିଲି ସେଠି ସଂଘର କର୍ମକର୍ତ୍ତାମାନେ ମଧ୍ୟ ମୋତେ ବହୁତ ସାହାଯ୍ୟ କରିଛନ୍ତି। ସଂଘର ପ୍ରଥମ ପ୍ରଶିକ୍ଷଣ ପାଇଁ ଯିବାବେଳେ ମୋ ପାଖରେ 250 ଟଙ୍କା ନଥିଲା, ମୁଁ ସାଇକେଲ ବିକି ଦେଇକି ଯାଇଥିଲି ଏବଂ ତା ପରବର୍ତ୍ତୀ ସମୟରେ ମଲଘର ଯେଉଁ ରହିଲା ବେଳେ ସେମାନେ ସେଇ ସାହି ଲୋକ ଚାହୁଁଥିଲେ ସେ ଘରଟାକୁ ଅଧିକାର କରି ରଖିବା ପାଇଁ, ତେଣୁ ମୋର ବହି ପତ୍ର ଲୁଗା ଆଉ ସବୁ ମୋ ସାଇକେଲ ସବୁ ଚୋରି କରି ନେଇଗଲେ। ଗାମୁଛା ପିନ୍ଧିକି ରାତିରେ ମୁଁ ଶୋଇଥାଏ। ମଲଘର ମୁଁ ଚିନ୍ତା କଲି ପୁରୀ ଛାଡ଼ି ପଳେଇବି। ମଲଘର ଯେତେବେଳେ ଯାଇକି ପହଞ୍ଚିଲେ କହିଲେ ତମେ ଆମ ଘରେ ଅଛ ବୋଲି ସିନା କହୁଛ ପଳେଇବ, ତମେ ନିଜ ଘରେ ହେଇଥାନ୍ତ ପଳେଇଥାନ୍ତ କି? ମୁଁ ରହିଲି। ସେ ସମୟରେ ସେ ଯେଉଁମାନେ ଶୁଣିଲେ ମୋର ଏମିତି ହେଇଛି ସେ ଆଣିକି 20 ଟଙ୍କା 15 ଟଙ୍କା ଦେଇଗଲେ। ମୁଁ ରାଜନଗର ଗଳିରେ ସେଇ ଗାମୁଛା ପିନ୍ଧିକି ଆସି ବଡ଼ଦାଣ୍ଡରେ ମାପ ଦେଇକରି ପ୍ୟାଣ୍ଟ ଗୋଟେ ସାର୍ଟ ଗୋଟେ ତିଆରି କରିଥିଲି। 8 ଦିନ ପରେ ପୁଣି କଲେଜ ଯାଇଥିଲି। ତ ଅନେକ କଥା ଏମିତି ସବୁ ଘଟିଛି। ତ ତା ଭିତରେ ବି ମୁଁ କେବେ ଭାଙ୍ଗି ପଡ଼ି ନାହିଁ। ତେଣୁ ମୁଁ ଗୋଟେ ସଂସ୍କୃତର ପଦ ମନେ ଅଛି, ଯସ୍ମିନ୍ ଅହଂ ଅନୁଗ୍ରହାମି ହରିଷି ତଦ୍ଧନଂ ସର୍ବେ। ଭଗବାନ କହିଛନ୍ତି ମୁଁ ଯାହାକୁ ଅନୁଗ୍ରହ କରେ ତାକୁ ଆଗେ ଦୁଃଖରେ ପକାଏ, ତାର ସବୁ ଜିନିଷ ଅପହରଣ କରି ନିଏ। ତାପରେ ଯଦି ସେ ଦୃଢ଼ମନା ହେଇକି ମୋ ଉପରେ ବିଶ୍ୱାସ ରଖିଲା ତା କଥା ମୁଁ ବୁଝେ, ମୁଁ ଦାୟିତ୍ୱ ନେଇଯାଏ। ତ ମୁଁ ସେଇ କଥା ଅନୁଭବ କରିଛି, ପ୍ରଭୁ ମୋ ଦାୟିତ୍ୱ ନେଇଛନ୍ତି। ଆଉ କେତେ ଦିନ ବଞ୍ଚିବାକୁ ହେବ। ତ ମଝିରେ ଥରେ ବସିଥିଲି ଟଳି ପଡ଼ିଲି। ମୁଁ ଭାବିଲି ଏଠି ମୋର ଜୀବନ ଦୀପ ଲିଭିଗଲା, କିନ୍ତୁ ମୁଁ ଗୋଟେ ବହିରେ ଲେଖିଛି ସେ କଥା, ତାରିଖଟା ମୋର ଠିକ୍ ମନେ ପଡ଼ୁନାହିଁ। ମେଡ଼ିକାଲରେ ଗଲା ପରେ ପୁଣି ଭଲ ହେଲା, ସେନ୍ସ ଆସିଲା, ଫେରିଲି। ମୁଁ ଲେଖିଛି ମୋର ଜୀବନ ଦୀପ ଲିଭି ଯାଇଥିଲା, ମୁଁ ଚାଲି ଯାଇଥିଲି ଏବଂ ଯମପୁରରେ ଯମରାଜ କହିଲେ ଏ ଲୋକର ବାକି କାମ କିଛି ଅଛି ତାକୁ ଫେରେଇ ଦିଅ। ମୁଁ ସେଇ ନିର୍ଦ୍ଦେଶରେ ଆସିଛି। ମୁଁ ବାକିଆ କାମ କରୁଛି, ତେଣୁ ଘର ପ୍ରତି ପିଲା ପ୍ରତି କି ଅନ୍ୟ ପ୍ରତି ବିଶେଷ ଆସକ୍ତି ନ ରଖି ମୁଁ ସମାଜ କାମ କରୁଛି। ଯେତେବେଳେ ମୋ କାମ ସରିଯିବ ମୁଁ ନିଜ ବାଟରେ ଚାଲିଯିବି, ଏଇ ଭାବନାରେ ରହିଛି। ବହୁତ ସୁନ୍ଦର ଲାଗିଲା ଏ କଥା ନିହାତି ଭାବରେ। ପରବର୍ତ୍ତୀ ପ୍ରଶ୍ନ ସୁବ୍ରତ ଦାସ ପଚାରୁଛନ୍ତି ସାଲେପୁରରୁ, ଆପଣଙ୍କ ପାଇଁ ଡିସିପ୍ଲିନର ଅର୍ଥ କ'ଣ ଆଉ ଆଜିକାଲିର ୟଙ୍ଗଷ୍ଟର ମାନେ ତାକୁ କେମିତି ଆପଣେଇ ନେବା ଦରକାର, କାରଣ ଡିସିପ୍ଲିନର ବହୁତ କମ୍ ଦେଖିବାକୁ ମିଳୁଛି ସବୁ ସମୟରେ। ବର୍ତ୍ତମାନ ସମୟରେ ଶୃଙ୍ଖଳାର ଘୋର ଅଭାବ ରହିଛି। ମୁଁ ତ ପିଲାମାନଙ୍କୁ ଶିକ୍ଷା ଦିଏ, ଗୋଟେ ହେଉଛି ଉଭୟ ୱିଥ୍ ଏ ସ୍ମାଇଲ୍। ଉଭୟ ୱିଥ୍ ଏ ସ୍ମାଇଲ୍ ମାନେ ଆମର ଯିଏ ଉପରିସ୍ଥ ରହିଲେ, ମାନେ ଘରେ ବାପା ମା ହୁଅନ୍ତୁ ବା ଅଫିସରେ କେହି ଅଫିସର ହୁଅନ୍ତୁ, ସେ ଯାହା ନିର୍ଦ୍ଦେଶ ଦେଉଛନ୍ତି ସେ ନିର୍ଦ୍ଦେଶଟାକୁ ଆମେ ପାଳନ କରିବା, ଆଗେ ମାନି ନେବା, ଆର୍ଗୁମେଣ୍ଟ କରି ନୋ ଆର୍ଗୁମେଣ୍ଟ, ଆଗେ ଉଭୟ ୱିଥ୍ ଏ ସ୍ମାଇଲ୍, ତାଙ୍କୁ ହସି ହସିକି ସେ ନିର୍ଦ୍ଦେଶଟାକୁ ମାନିବା, ଇଏ ହେଲା ଗୋଟିଏ ପଏଣ୍ଟ। ଦ୍ୱିତୀୟ ବିନ୍ଦୁ ହେଉଛି ଯେ ବି ପଙ୍କ୍ଚୁଆଲ, ସବୁବେଳେ ସମୟାନୁବର୍ତ୍ତୀ ହେବା, ସମୟ ସହିତ କେବେ ଯାହାକୁ କୁହନ୍ତି ସାଲିସ କରିବା ନାହିଁ। ଯେଉଁ ସମୟ ଆମକୁ ଦିଆହେଇଛି ଠିକ୍ ସମୟରେ ଆମେ ପହଞ୍ଚିବା। ଆଜିକାଲି ଯେମିତି ଚାଲିଛି ସବୁ ଜାଗାରେ ପ୍ରାୟ 99% ଜାଗାରେ ଲେଖା ହେଇଥିବ ଗୋଟେ ପ୍ରକାର, କାମ ହେଉଥିବ ଆଉ ଗୋଟେ ପ୍ରକାର, ସେମିତି କରିବାନି। ସମୟ ଅନୁସାରେ କିଏ ଆସୁନା କେମିତି ଟ୍ୟାକେଲ କରିବା। ଧର ଜଣେ 10ଟା ବେଳେ ମୁଁ କହୁଛି ମୁଁ ବହୁତ ପଙ୍କ୍ଚୁଆଲ, କିନ୍ତୁ ଜଣେ 10:30 ବେଳେ ଆସିକି ପହଞ୍ଚୁଛି, ବାରମ୍ବାର ମୁଁ ଆକୁ ତାକୁ ଟ୍ୟାକେଲ କେମିତି କରିବି? ମୁଁ ସରସ୍ୱତୀ ଶିଶୁ ମନ୍ଦିରର ଦାୟିତ୍ୱରେ ଥିଲି। ସ୍କୁଲ ସାଲେପୁର ପରେ ଶିକ୍ଷା ବିକାଶ ସମିତି ବିଦ୍ୟାଭାରତୀ ମଧ୍ୟ 6ଟା ରାଜ୍ୟ ଦାୟିତ୍ୱ ଥିଲି। ଗୋଟେ ନୀତି କରିଥିଲି ସେତେବେଳେ ଯେ ଶିଶୁ ମନ୍ଦିର ଯେଉଁ ଫଙ୍କସନ୍ ହେବ, ଯେଉଁ 5ଟା ଲେଖା ହେଇଥିବ ଠିକ୍ 5ଟାରେ ଦୀପ ଜଳିବ, ଅତିଥି ଆସିବେନି, କ'ଣ କରାଯିବ? ଛୋଟ ପିଲାଟାକୁ ଡାକି ଦୀପ ପ୍ରଜ୍ୱଳନ କରାଯିବ, ତାଙ୍କ ଚେୟାର ଫାଙ୍କା ରହିବ। ମୋର ମନେ ଅଛି ବିଷ୍ଣୁଚରଣ ଜେନା ସ୍ୱର୍ଗବାସ ହେଇଗଲେଣି, ତାଙ୍କୁ କହିଲି ସାର୍ ଆପଣ ଆସିବେ ଅତିଥି ହେଇକିରି, ସାଲେପୁର ଶିଶୁ ଫଙ୍କସନ୍ ଅଛି, ଆଉ ଟାଇମ୍ରେ ଆସିବେ। ସେ କହିଲେ ହଁ ମୁଁ ପହଞ୍ଚିବି, କିନ୍ତୁ ଆମେ ଆସିବା 7 ମିନିଟ୍ ଡେରି ହେଲା। ସେ ଆସିଲା ବେଳକୁ ସ୍ୱାଗତ ସଙ୍ଗୀତ ସରିକିରି କାର୍ଯ୍ୟକ୍ରମ ଆଗକୁ ଚାଲିଗଲାଣି। ସେ ମନେ ପକାଇଲେ, ସେମିତି ଆସିଲେ, ତାଙ୍କ ଚେୟାର ଥିଲା, ବସିଲେ, ଆଚରଣ କଲେ, ଅନ୍ୟମାନେ ଶିଖିବେ। କାହାକୁ ଜବରଦସ୍ତି କହିଲେ ହେବ ନାହିଁ, ଜବରଦସ୍ତି କଲେ କାହାକୁ ଜବରଦସ୍ତି କେହି ମାନିବେ ନାହିଁ। ଆମେ ନିଜେ ଆଚରଣ କରିବା, ଆଦର୍ଶଟାକୁ ଯିଏ ଗ୍ରହଣ କରିବେ ଭଲ, ଯିଏ ଗ୍ରହଣ ନ କରୁଛନ୍ତି ଛାଡ଼ ତାଙ୍କୁ। ବହୁତ ସୁନ୍ଦର କଥା। ଏଇ ପରୀକ୍ଷା ହବା ଦରକାର, ଆମ ୟଙ୍ଗଷ୍ଟର ମାନେ ଏଇ ପରୀକ୍ଷା ନିହାତି ହବା ଦରକାର, ଯାହା ଫଳରେ ଗୋଟେ ନୂଆ ଯୁଗର ଆରମ୍ଭ ହୋଇପାରିବ, ଯାହା ଫଳରେ ଗୋଟେ ନୂଆ ସମାଜ ଗଠନ ଆମେ କରିପାରିବା। ବହୁତ ସୁନ୍ଦର କଥା। ନିହାତି ଭାବରେ ପଙ୍କ୍ଚୁଆଲିଟିକୁ ମାନିବା କଥା, ସମୟକୁ ମାନିବା କଥା, ସମୟାନୁବର୍ତ୍ତିତା ହବା କଥା। ସାର୍ ନିହାତି ଭାବରେ ଏଥିମଧ୍ୟରେ ଆମେ ଆପଣଙ୍କୁ ସଂକ୍ଷିପ୍ତରେ ଉତ୍ତର ଚାହିଁବୁ, ଗୋଟେ ଧାଡିରେ ଆନ୍ସର ହେଲା ଆହୁରି ଭଲ ହବ। ରାପିଡ ଫାୟାର, ସଫଳତା ପାଇବାକୁ କ'ଣ ଆବଶ୍ୟକ? କଠୋର ସାଧନା ଆବଶ୍ୟକ। ସଂକ୍ଷିପ୍ତରେ ଜୀବନର ସଂଜ୍ଞା କ'ଣ? ଜୀବନର ସଂଜ୍ଞା ହେଉଛି ସମୟର ପରିଚାଳନା, ଟାଇମ୍ ମ୍ୟାନେଜମେଣ୍ଟ। ଆପଣଙ୍କ ମତରେ ସଫଳତାର ଅର୍ଥ କ'ଣ? ସଫଳତା ହେଉଛି କାମ କରି ଯିବା, କେତେ ବାଟ ଯାଇଛେ ସେ ପଛକୁ ଚାହିଁବା ନାହିଁ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବା, ଭଗବାନଙ୍କ ପ୍ରତି ବିଶ୍ୱାସ ରଖିବା, ତାହା ହିଁ ସଫଳତା। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣଙ୍କର ଏତେ ମୂଲ୍ୟବାନ ସମୟ ଆମ ନିକଟରେ
ନିହାତି ଭାବେ ବହୁତ ବହୁତ ଧନ୍ୟବାଦ। ଆମ ଅତିଥିଙ୍କର ଜୀବନ, ଆମ ଅତିଥିଙ୍କର ଜୀବନୀ, ଅତିଥିଙ୍କର ସଂଘର୍ଷର କାହାଣୀ ଆପଣମାନଙ୍କୁ ବହୁତ ମଜବୁତ, ବହୁତ ପ୍ରେରଣା ଦେଇଥିବ ଆଗକୁ ବଢିବା ପାଇଁ, ଆଗକୁ ଲଢିବା ପାଇଁ, ଆଗକୁ ଯାଇକି ବିଜୟର ସ୍ୱାଦ ଚାଖିବା ପାଇଁ। ଅଧ୍ୟାୟକୁ ଏଇଠି ସାରୁଛୁ। ନିହାତି ଭାବରେ ଆମ ଅତିଥିଙ୍କୁ ଆଜି ବିଦା ଦଉଛୁ। ଆଉ ଗୋଟେ ଅଧ୍ୟାୟରେ ନୂଆ ଅତିଥିଙ୍କ ସହିତ ଆପଣମାନଙ୍କ ସହିତ ନିଶ୍ଚିତ ଭେଟ ହବ। ରହୁଛୁ, ନମସ୍କାର। ନମସ୍କାର।